ଆଜିର ପ୍ରଥମ ପ୍ରଶ୍ନ, କୈଶୋରାବସ୍ଥାରେ ସାଧାରଣତଃ କାହାର ପ୍ରଭାବ ପିତାମାତାଙ୍କ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଥାଏ? ଅପସନ୍ ଏ ଶିକ୍ଷକ, ଅପସନ୍ ବି ସମବୟସ୍କ ଗୋଷ୍ଠୀ, ଅପସନ୍ ସି ଭାଇ ଭଉଣୀ, ଅପସନ୍ ଡି ପଡ଼ୋଶୀ। ଏହାର ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଆପଣମାନଙ୍କୁ କହିଦେଉଛି ଆମେ ଆରମ୍ଭ କରିଛୁ ଆଜି OTT ଆଣ୍ଡ ଆସିଷ୍ଟାଣ୍ଟ ଟିଚର ପ୍ରିପାରେସନ୍ ସିରିଜ୍ର ପାର୍ଟ 7 ଭିଡ଼ିଓକୁ। ଆପଣମାନଙ୍କୁ ସ୍ୱାଗତ ଆମର ଓଡ଼ିଆ ଲର୍ଣ୍ଣିଂ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲକୁ। ଆପଣମାନେ ନିଶ୍ଚିତ ଭାବରେ ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ଏବଂ ସେୟାର କରିବା ପାଇଁ ଭୁଲନ୍ତୁ ନାହିଁ। ଏହା ନିଶ୍ଚିତ ଭାବରେ ଆପଣମାନଙ୍କ ପାଇଁ OTT ଏବଂ ଆସିଷ୍ଟାଣ୍ଟ ଟିଚର ପାଇଁ ନିଶ୍ଚିତ ଭାବରେ ଆପଣମାନଙ୍କ ପ୍ରିପାରେସନରେ ସହାୟକ ହେବ ବୋଲି ମୁଁ ଆଶା ରଖୁଛି। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମେ ଆରମ୍ଭ କରିଛେ ଟପିକ୍ ୱାଇଜ୍ MCQ। ତାହେଲେ ପ୍ରଥମ ପ୍ରଶ୍ନ ହେଉଛି କୈଶୋରାବସ୍ଥାରେ ସାଧାରଣତଃ କାହାର ପ୍ରଭାବ ପିତାମାତାଙ୍କ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଥାଏ? କୈଶୋରାବସ୍ଥାରେ ଅପସନ୍ ଏ ଶିକ୍ଷକ, ଅପସନ୍ ବି ସମବୟସ୍କ ଗୋଷ୍ଠୀ, ଅପସନ୍ ସି ଭାଇ ଭଉଣୀ ଏବଂ ଅପସନ୍ ଡିରେ ଅଛି ପଡ଼ୋଶୀ। ତାହେଲେ ଏହାର ସଠିକ୍ ଉତ୍ତର ହେବ କୈଶୋରାବସ୍ଥାରେ ବେଶୀ ପ୍ରଭାବଶାଳୀ କାହାର ହୋଇଥାଏ ନା ସମବୟସ୍କ ଗୋଷ୍ଠୀ ପିୟର ଗ୍ରୁପ। ଅପସନ୍ ବି ହେଇଯିବ ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ଏରିକ୍ସନଙ୍କ ଅନୁସାରେ କୈଶୋରାବସ୍ଥାର ମୁଖ୍ୟ ମନୋସାମାଜିକ କାର୍ଯ୍ୟ କ'ଣ? ଅପସନ୍ ଏ ଦେଇଛି ବିଶ୍ୱାସ ବନାମ ଅବିଶ୍ୱାସ, ଅପସନ୍ ବି ଅଛି ସ୍ୱାୟତ୍ତତା ବନାମ ଲଜ୍ଜା, ଅପସନ୍ ସି ଅଛି ପରିଚୟ ବନାମ ଦ୍ୱନ୍ଦ୍ୱ, ଅପସନ୍ ଡିରେ ଅଛି ପରିଶ୍ରମ ବନାମ ହୀନମନ୍ୟତା। ତାହେଲେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି ପରିଚୟ ବନାମ ଭୂମିକା ଦ୍ୱନ୍ଦ୍ୱ ବା ଆଇଡେଣ୍ଟିଟି ଭିଏସ୍ ରୋଲ୍ କନଫ୍ୟୁଜନ୍। ପରବର୍ତ୍ତୀ ପ୍ରଶ୍ନ, ନୈତିକ ବିକାଶର କେଉଁ ପର୍ଯ୍ୟାୟରେ କିଶୋରମାନେ ସାଧାରଣତଃ ସାମାଜିକ ବ୍ୟବସ୍ଥା ବଜାୟ ରଖିବା ପାଇଁ ନିୟମ ପାଳନ କରନ୍ତି? ଅପସନ୍ ଏ ପ୍ରାରମ୍ଭିକ, ଅପସନ୍ ବି ପାରମ୍ପରିକ, ଅପସନ୍ ସି ଉତ୍ତର ପାରମ୍ପରିକ, ଅପସନ୍ ଡି ଅଣପାରମ୍ପରିକ। ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି ପାରମ୍ପରିକ। ପରବର୍ତ୍ତୀ ପ୍ରଶ୍ନ, କିଶୋରମାନଙ୍କ ମଧ୍ୟରେ ଆବେଗିକ ଅସ୍ଥିରତା ବା ବାରମ୍ବାର ମନୋଭାବ ପରିବର୍ତ୍ତନର ମୁଖ୍ୟ କାରଣ କ'ଣ? ଅପସନ୍ ଏ ଦେଇଛି ଖାଦ୍ୟର ଅଭାବ, ଅପସନ୍ ବି ଦେଇଛି ହରମୋନର ପରିବର୍ତ୍ତନ, ଅପସନ୍ ସି ଦେଇଛି ଅତ୍ୟଧିକ ନିଦ୍ରା, ଅପସନ୍ ଡି ଦେଇଛି ପାଣିପାଗ ପରିବର୍ତ୍ତନ। ତାହେଲେ କିଶୋରମାନଙ୍କ ମଧ୍ୟରେ ଯେଉଁ ଆବେଗିକ ଅସ୍ଥିରତା ବା ବାରମ୍ବାର ମନୋଭାବର ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି କ'ଣ? ଅପସନ୍ ବି ହରମୋନର ପରିବର୍ତ୍ତନ। ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି। ପରବର୍ତ୍ତୀ ପ୍ରଶ୍ନ, ପ୍ରାକ୍-କୈଶୋରାବସ୍ଥାରେ କେଉଁ ସାମାଜିକ ବ୍ୟବହାର ସବୁଠାରୁ ସାଧାରଣ ଅଟେ? ଅପସନ୍ ଏ ଦେଇଛି ରୋମାଣ୍ଟିକ୍ ସାଥୀ ଖୋଜିବା, ଅପସନ୍ ବି ଦେଇଛି ସମଲିଙ୍ଗୀ ଗୋଷ୍ଠୀ ଗଠନ, ଅପସନ୍ ସିରେ ଦେଇଛି ସମ୍ପୂର୍ଣ୍ଣ ଏକାକୀ ରହିବା, ଅପସନ୍ ଡି ଦେଇଛି ସମସ୍ତ ଖେଳକୁ ଏଡ଼ାଇବା। ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି ସମଲିଙ୍ଗୀ ଗୋଷ୍ଠୀ ଗଠନ। ଏହାର ସଠିକ୍ ଉତ୍ତର ହେଇଯିବ ସମଲିଙ୍ଗୀ ଗୋଷ୍ଠୀ ଗଠନ। ପରବର୍ତ୍ତୀ ପ୍ରଶ୍ନ, ନିଜ ସାଙ୍ଗମାନଙ୍କ ପରି ପୋଷାକ ଏବଂ ବ୍ୟବହାର ପ୍ରଦର୍ଶନ କରିବାର କିଶୋରମାନଙ୍କର ପ୍ରବୃତ୍ତିକୁ କ'ଣ କୁହାଯାଏ? ନା ସାମାଜିକ ବିଚ୍ଛିନ୍ନତା, ସମବୟସ୍କ ଅନୁକୂଳତା, ଅପସନ୍ ସି ଦେଇଛି ସ୍ୱାଧୀନତା, ଅପସନ୍ ଡି ଦେଇଛି ପିତାମାତାଙ୍କ ପ୍ରତି ନିଷ୍ଠା। ଏହାର ସଠିକ୍ ଉତ୍ତର ହେଇଯିବ କ'ଣ? ନା ସମବୟସ୍କ ପରି ଅନୁରୂପତା। ତାହେଲେ ତାଙ୍କର ସମବୟସ୍କ ପିଲାମାନେ ଯେଉଁପରି କାର୍ଯ୍ୟ କରୁଛନ୍ତି ସେହିପରି ବ୍ୟବହାର ପ୍ରଦର୍ଶନ ବା ସେହିପରି ପୋଷାକ ପିନ୍ଧିବା ପାଇଁ ସେମାନେ କ'ଣ ଭଲ ପାଇଥାନ୍ତି। ତାହେଲେ ଏଇଟା କ'ଣ ହେବ? ସମବୟସ୍କ ଅନୁକୂଳତା ହେବ। ଅପସନ୍ ବି ହେବ ସଠିକ୍ ଉତ୍ତର। ଲରେନ୍ସ କୋହଲବର୍ଗଙ୍କ ସିଦ୍ଧାନ୍ତ କେଉଁ ପ୍ରକାରର ବିକାଶ ସହିତ ଜଡ଼ିତ? ଅପସନ୍ ଏ ଦେଇଛି ଶାରୀରିକ ବିକାଶ, ଅପସନ୍ ବି ଦେଇଛି ଜ୍ଞାନାତ୍ମକ ବିକାଶ, ଅପସନ୍ ସିରେ ଅଛି ନୈତିକ ବିକାଶ, ଅପସନ୍ ଡି ଅଛି ସାମାଜିକ ବିକାଶ। କୋହଲବର୍ଗଙ୍କ ସିଦ୍ଧାନ୍ତ କେଉଁ ବିକାଶ ସହିତ ଜଡ଼ିତ? ଏହାର ସଠିକ୍ ଉତ୍ତର ହେଇଯିବ ନୈତିକ ବିକାଶ। ଗୁଡ୍ ବୟ ନାଇସ୍ ଗାର୍ଲ
এই ମନୋଭାବ ନୈତିକ ବିକାଶର କେଉଁ ସ୍ତରର ଅନ୍ତର୍ଭୁକ୍ତ? ଗୁଡ୍ ବୟ ନାଇସ୍ ଗାର୍ଲ ଓରିଏଣ୍ଟେସନଟା ନୈତିକ ବିକାଶର କେଉଁ ସ୍ତରର ଅନ୍ତର୍ଭୁକ୍ତ? ଅପସନ୍ ଏ ଦେଇଛି ପ୍ରାକ୍ ପାରମ୍ପରିକ, ଅପସନ୍ ବି ଦେଇଛି ପାରମ୍ପରିକ, ଅପସନ୍ ସି ରେ ଅଛି ଉତ୍ତର ପାରମ୍ପରିକ, ଅପସନ୍ ଡି ଅଛି ସାର୍ବଭୌମିକ। ଏହାର ସଠିକ ଉତ୍ତର ହେଇଯିବ ଅପସନ୍ ବି କନଭେନ୍ସନାଲ ବା ପାରମ୍ପରିକ ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ 9 ନମ୍ବର ପ୍ରଶ୍ନ ଦେଖିବା। କିଶୋର ମାନେ ପ୍ରାୟତଃ କ'ଣ ବୁଝିବା ପାଇଁ ଆତ୍ମ ଅନ୍ୱେଷଣ କରନ୍ତି? ଅପସନ୍ ଦେଇଛି ଗଣିତ, ଅପସନ୍ ବି ଦେଇଛି ନିଜର ମୂଲ୍ୟବୋଧ ଏବଂ ବିଶ୍ୱାସ, ଅପସନ୍ ସି ଦେଇଛି ବିଶ୍ୱର ଇତିହାସ, ଅପସନ୍ ଡି ଦେଇଛି ଚାଷ ପ୍ରଣାଳୀ। ଏହାର ସଠିକ ଉତ୍ତର ହେଇଯିବ କ'ଣ? ନିଜର ମୂଲ୍ୟବୋଧ ଏବଂ ବିଶ୍ୱାସକୁ ବୁଝିବା ପାଇଁ ଆତ୍ମ ଅନ୍ୱେଷଣ କରିଥାନ୍ତି। ସେଲ୍ଫ ଏକ୍ସପ୍ଲୋରେସନ୍ ଟୁ ଅଣ୍ଡରଷ୍ଟାଣ୍ଡ। ଅପସନ୍ ବି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ 10 ନମ୍ବର ପ୍ରଶ୍ନ। ନିମ୍ନଲିଖିତ ମଧ୍ୟରୁ କେଉଁଟି କୈଶୋରାବସ୍ଥାର ଏକ ଆବେଗିକ ବୈଶିଷ୍ଟ୍ୟ ଅଟେ? ଅପସନ୍ ଏ ଦେଇଛି ଉଚ୍ଚ ସ୍ଥିରତା, ଅପସନ୍ ବି ଦେଇଛି ଅଧିକ ସମ୍ବେଦନଶୀଳତା ବା ସମାନୁଭୂତି, ଅପସନ୍ ସି ଦେଇଛି ଆତ୍ମସଚେତନତାର ଅଭାବ, ଅପସନ୍ ଡି ଦେଇଛି କଳ୍ପନା ଶକ୍ତି ହ୍ରାସ। ଏହାର ସଠିକ ଉତ୍ତର ହେଇଯିବ ଅପସନ୍ ବି ଅଧିକ ସମ୍ବେଦନଶୀଳତା ବା ସମାନୁଭୂତି। ତାହେଲେ ଯେଉଁମାନଙ୍କୁ ଭିଡ଼ିଓ ଦେଖୁଛନ୍ତି, ଆପଣମାନଙ୍କୁ ଯଦି ଭିଡ଼ିଓ ଭଲ ଲାଗୁଛି ନିଶ୍ଚିତ ଭାବରେ ଲାଇକ୍ କମେଣ୍ଟ ସେୟାର କରିବା ସହିତ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପରବର୍ତ୍ତୀ ପ୍ରଶ୍ନ। ସାମାଜିକ ତୁଳନା କେଉଁ ସମୟରେ ପ୍ରମୁଖ ହେବାକୁ ଲାଗେ? ଅପସନ୍ ଏ ଦେଇଛି ଶୈଶବ, ଅପସନ୍ ବି ଦେଇଛି ପ୍ରାକ୍ ବାଲ୍ୟାବସ୍ଥା, ଅପସନ୍ ସି ଦେଇଛି କୈଶୋରାବସ୍ଥା, ଅପସନ୍ ଡି ଦେଇଛି ବୃଦ୍ଧାବସ୍ଥା। ଏହାର ସଠିକ ଉତ୍ତର ହେଇଯିବ କୈଶୋରାବସ୍ଥା। ଅପସନ୍ ସି ହେଇଯିବ ସଠିକ ଉତ୍ତର। 12 ନମ୍ବର ପ୍ରଶ୍ନ ଦେଖିବା। ସାମାଜିକ ଚୁକ୍ତି ମନୋଭାବ ବିକାଶ କରୁଥିବା କିଶୋରମାନେ କାହାକୁ ପ୍ରାଧାନ୍ୟ ଦିଅନ୍ତି? ଅପସନ୍ ଏ ଦେଇଛି ବ୍ୟକ୍ତିଗତ ଅଧିକାର ଏବଂ ଗଣତନ୍ତ୍ର, ଅପସନ୍ ବି ଦେଇଛି ଅନ୍ଧ ଭାବେ ନିୟମ ପାଳନ, ଅପସନ୍ ସି ଦେଇଛି ଦଣ୍ଡରୁ ବଞ୍ଚିବା, ଅପସନ୍ ଡି ଦେଇଛି ପୁରସ୍କାର ପାଇବା। ଏହାର ସଠିକ ଉତ୍ତର ହେଇଯିବ ଅପସନ୍ ଡି ବ୍ୟକ୍ତିଗତ ଅଧିକାର ଏବଂ ଗଣତନ୍ତ୍ର। 13 ନମ୍ବର ପ୍ରଶ୍ନ ଦେଖିବା। ପ୍ରାକ୍ କୈଶୋରାବସ୍ଥାରେ ବନ୍ଧୁତା ମୁଖ୍ୟତଃ କାହା ଉପରେ ଆଧାରିତ? ଅପସନ୍ ଡି ଦେଇଛି ସମାନ ଆଗ୍ରହ ଏବଂ ଖେଳ, ଅପସନ୍ ବି ଦେଇଛି ଆର୍ଥିକ ସ୍ଥିତି, ଅପସନ୍ ସି ଦେଇଛି ରାଜନୈତିକ ମତାମତ, ଅପସନ୍ ଡି ଦେଇଛି ବୃତ୍ତିଗତ ଲକ୍ଷ୍ୟ। ଏହାର ସଠିକ ଉତ୍ତର ହେଇଯିବ ଅପସନ୍ ଏ ସମାନ ଆଗ୍ରହ ଏବଂ ଖେଳ। 14 ନମ୍ବର ପ୍ରଶ୍ନ ଦେଖିବା। କୈଶୋରାବସ୍ଥାରେ ପିଢ଼ିଗତ ପାର୍ଥକ୍ୟ ବା ଜେନେରେସନ୍ ଗ୍ୟାପ୍ର ମୁଖ୍ୟ କାରଣ କ'ଣ? ଅପସନ୍ ଏ ଦେଇଛି ଭିନ୍ନ ଉଚ୍ଚତା, ଅପସନ୍ ବି ଦେଇଛି ମୂଲ୍ୟବୋଧ ଏବଂ ଦୃଷ୍ଟିକୋଣରେ ପାର୍ଥକ୍ୟ, ଅପସନ୍ ସି ଦେଇଛି ଖାଦ୍ୟ ଅଭ୍ୟାସ, ଅପସନ୍ ଡି ଦେଇଛି ଶାରୀରିକ ବ୍ୟାୟାମ। ଏହାର ସଠିକ ଉତ୍ତର ହେଇଯିବ ଅପସନ୍ ବି ମୂଲ୍ୟବୋଧ ଏବଂ ଦୃଷ୍ଟିକୋଣରେ ପାର୍ଥକ୍ୟ। ଅପସନ୍ ବି ହେଇଯିବ ସଠିକ ଉତ୍ତର। 15 ନମ୍ବର ପ୍ରଶ୍ନ ଦେଖିବା। ଉଚ୍ଚ ଆତ୍ମସମ୍ମାନ ଥିବା କିଶୋରମାନେ ସାଧାରଣତଃ କିପରି ହୋଇଥାନ୍ତି? ଯେଉଁମାନଙ୍କ ଉଚ୍ଚ ଆତ୍ମସମ୍ମାନ ଥିବା କିଶୋରମାନେ ସାଧାରଣତଃ କିପରି ହୋଇଥାନ୍ତି? ଅପସନ୍ ଏ ଦେଇଛି ଅଧିକ ଅବସାଦଗ୍ରସ୍ତ, ଅପସନ୍ ବି ଦେଇଛି ସାମାଜିକ ଭାବେ ଆତ୍ମବିଶ୍ୱାସୀ, ଅପସନ୍ ସି ଦେଇଛି ସମସ୍ତଙ୍କ ପ୍ରତି ଶତ୍ରୁଭାବାପନ୍ନ, ଅପସନ୍ ଡି ଦେଇଛି ଆହ୍ୱାନକୁ ଭୟ କରନ୍ତି। ଏହାର ସଠିକ ଉତ୍ତର କ'ଣ? ଯେଉଁମାନଙ୍କ ଉଚ୍ଚ ଆତ୍ମସମ୍ମାନ ଥିବ ସେମାନେ କ'ଣ ସାମାଜିକ ଭାବେ ଆତ୍ମବିଶ୍ୱାସୀ ହୋଇଥାନ୍ତି। ଅପସନ୍ ବି ହେଇଯିବ ସଠିକ ଉତ୍ତର। 16 ନମ୍ବର ପ୍ରଶ୍ନ ଦେଖିବା। ନିୟମ ସ୍ଥିର ବୋଲି ଭାବିବା ପରିବର୍ତ୍ତେ ନିୟମ ପରିବର୍ତ୍ତନଶୀଳ ବୋଲି ଭାବିବା କେଉଁଠାରେ ଦେଖାଯାଏ? ଉତ୍ତର ବାଲ୍ୟାବସ୍ଥାରୁ କୈଶୋରାବସ୍ଥାରେ, ଶୈଶବ ଅବସ୍ଥାରେ, ନା ପ୍ରାକ୍ ବାଲ୍ୟାବସ୍ଥାରେ, ନା ପୌଢ଼ାବସ୍ଥାରେ? 16ର ସଠିକ ଉତ୍ତର ହେଇଯିବ ଅପସନ୍ ଏ ନା ଉତ୍ତର ବାଲ୍ୟାବସ୍ଥାରୁ କୈଶୋରାବସ୍ଥା ମଧ୍ୟରେ ଏଇଟା ଦେଖାଯାଏ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। 17 ନମ୍ବର ପ୍ରଶ୍ନ। ସମବୟସ୍କ ଚାପର ପ୍ରଭାବ କିପରି ହୋଇଥାଏ? এই ସମବୟସ୍କ ପିଲାଙ୍କ ଚାପର ପ୍ରଭାବ କିପରି ହୋଇପାରେ? ଅପସନ୍ ଏ ଦେଇଛି କେବଳ ସକାରାତ୍ମକ, ଅପସନ୍ ବି ଦେଇଛି କେବଳ ନକାରାତ୍ମକ, ଅପସନ୍ ସି ଦେଇଛି ଉଭୟ ସକାରାତ୍ମକ ଏବଂ ନକାରାତ୍ମକ, ଅପସନ୍ ଡି ଦେଇଛି କୌଣସି ପ୍ରଭାବ ପଡ଼ିବ ନାହିଁ।
निश्चित भाव में आम जानी प्रेसर ग्रुप बा प्रियर प्रेसर जो समवयस्क पिलांकर जो चाप कौन होता है उभय सकारात्मक हो पारे एवं नकारात्मक हो पारे। ऑप्शन सी हो सठिक उत्तर। 18 नंबर प्रश्न देखिए किशोर मानक नैतिक युक्ति अधिक कौन होता है। ऑप्शन ए देसी व्यक्तिगत व्यक्तिनिष्ठ, ऑप्शन बी देसी अमूर्त एवं नीतिगत, ऑप्शन सी रे देसी स्थूल एवं शारीरिक, ऑप्शन डी देसी अयौक्तिक। यार सठिक उत्तर हो ऑप्शन बी अमूर्त एवं नीतिगत होता है। 19 नंबर प्रश्न देखिए कैशोरावस्थार क्यों पर्यायर स्वाधीनता पर तीव्र संग्राम देखा जाए। ऑप्शन ए देसी प्राक कैशोरावस्था, ऑप्शन बी देसी मध्य कैशोरावस्था, ऑप्शन सी देसी उत्तर कैशोरावस्था, ऑप्शन डी देसी उपरोक्त समस्त। यार सठिक उत्तर हो कौन उपरोक्त समस्त सठिक उत्तर हो ऑप्शन डी। 20 नंबर प्रश्न देखिए शरीर गठन को नहीं लज्जा बा दोष भावना प्रायतः क्यों देखा जाए। कैशोरावस्था, शैशवावस्था ना पौढ़ावस्था ना वृद्धावस्था। यार सठिक उत्तर हो कैशोरावस्था कौन फीलिंग ऑफ गिल्ट और सेम बा शरीर निज शरीर के नहीं की लज्जा एवं दोष भावना प्रायतः देखा जाए। परवर्ती प्रश्न किशोर माने सामाजिक दृष्टिकोण बुझा आरंभ करती जार अर्थ होउची ऑप्शन ए देसी केवल निज विषय चिंता करने, ऑप्शन बी देसी अन्यर दृष्टिकोण परिस्थिति को देखा, ऑप्शन सी देसी सामाजिक नियम भूली जावा, ऑप्शन डी देसी सांग मान कथा बंद करवा। यार सठिक उत्तर हो कौन ना सामाजिक दृष्टिकोण बुझा आरंभ करते किशोर माने अर्थात अन्यर दृष्टिकोण परिस्थिति को देखती व्यू सिचुएशन फ्रॉम अदर्स पॉइंट ऑफ व्यू अन्य मानक दृष्टिकोण परिस्थिति को देखती तेणु तांकर सामाजिक दृष्टिकोण को बुझा आरंभ करती हो सठिक उत्तर। ताले ऑप्शन बी हो सठिक उत्तर। परवर्ती प्रश्न को जीवा कौन नैतिक स्तर में केवल दंडर रक्षा पाई नियम पालन करा जाए। ऑप्शन ए देसी दंड एवं आज्ञावहता, ऑप्शन बी देसी सामाजिक चुक्ति, ऑप्शन सी देसी सार्वभौमिक नैतिकता, ऑप्शन डी देसी लॉ एंड ऑर्डर बा नियम एवं श्रृंखला। यार सठिक उत्तर हो कौन ऑप्शन ए पनिशमेंट एंड ओबीडियंस दंड एवं आज्ञावहता यही नैतिक स्तर में जो दंडर रक्षा पाइबा नियम पालन करा जाए। परवर्ती प्रश्न सामाजिक परिचय जड़े व्यक्तिर क्या आधारित परिचय को बुझाई थाए। ऑप्शन ए देसी गोष्ठी सदस्यता, ऑप्शन बी देसी प्रिय रंग, ऑप्शन सी देसी शोवा शैली, ऑप्शन डी देसी जोतार आकार। यार सठिक उत्तर हो ऑप्शन ए गोष्ठी सदस्यता। 24 नंबर प्रश्न देखिए कैशोरावस्था आवेगिक परिपक्वता कहले कौन बुझाए। ऑप्शन ए देसी सबू आवेग को लुचाइबा, ऑप्शन बी देसी आवेग को सठिक भाव प्रकाश एवं नियंत्रण करने, आवेगिक परिपक्वता यह तो बुझाऊँगी ऑप्शन बी ही पार सठिक उत्तर। ऑप्शन सी देसी सबकि कांदा सबकि कौन कांदे, ऑप्शन डी देसी सब बेले रागी रहा सब बेले कौन रागी रहा ताहले निश्चित भाव में यार सठिक उत्तर हो ऑप्शन बी। 25 नंबर प्रश्न देखिए किशोर माने प्रायतः कहीं कर्तृपक्ष विरोध में विद्रोह करती। ऑप्शन ए देसी स्वाधीनता पाइबापी, ऑप्शन बी परीक्षा फेल विद्रोह करवे कि अधिक खाद्य पाइबापी नुहे, ऑप्शन डी देसी शोवा जावाई नुहे, ऑप्शन ए हो सठिक उत्तर। कोहलबर्ग अनुसार बहुत कम लोक क्यों स्तर में पहुंचती प्राक पारंपरिक बा प्री कन्वेंशनल, ऑप्शन बी कन्वेंशनल, ऑप्शन सी पोस्ट कन्वेंशनल, ऑप्शन डी इन्फेंसी। देखो तो ये कोहलबर्ग तीन टा अच्छी यहाँ ठीक अच्छे तो ये तीन मध्य एनसार हे शैशव अवस्था गोटे एक्सट्रा अच्छी ताहले यार सठिक उत्तर हे कौन पोस्ट कन्वेंशनल स्तर को पहुँचापी बहुत कम लोग पहुँचती
ठीक अच्छे। 27 नंबर प्रश्न देखा समवयस्क गोष्ठी सामाजिकरण रे किशोर मान किपरि साहाय्य करती। ऑप्शन ए देखिए सामाजिक समर्थन एवं प्रतिक्रिया दे, ऑप्शन बी से पृथक करी, ऑप्शन सी औषध दे, ऑप्शन डी घरे रहिबा को बाध्य करी। घरे रहिबा हेब नाही, औषध दे ऑप्शन बी मध्य हेब नाही, सेमानଙ୍କୁ पृथक करी मध्य हेब नाही। ताहले ऑप्शन ए हिबो सठिक उत्तर। 28 नंबर प्रश्न देखिबा कैशोरावस्था विपदपूर्ण व्यवहार प्रायतः कहा सहित जड़ित। रिस्क टेकिंग बिहेवियर। ऑप्शन ए देखिए सांग मान स्वीकृति एवं उत्साह, सबू ऑप्शन बी सबू किसी को भय करवा, ऑप्शन सी देखिए अत्यधिक अलस्वामी, ऑप्शन डी देखिए उच्च ज्ञान। 28 नंबर प्रश्न सठिक उत्तर हो ऑप्शन ए सांग मान स्वीकृति एवं उत्साह सहित कौन जड़ित। कैशोरावस्था विपदपूर्ण व्यवहारटा प्रायतः कौन सांग मान स्वीकृति एवं उत्साह सहित जड़ित होता है। 29 नंबर प्रश्न देखा समानुभूतिर विकास शिशु मान को क्यों साहाय्य करे। समानुभूतिर विकास शिशु मान को क्यों साहाय्य करता। ऑप्शन ए देखिए अन्यर दुख को बुझा एवं अनुभव करवा, ठीक अच्छे, अन्य को घृणा करवा नुहे, अन्य चोरी करवा नुहे, समस्त अवहेला करवा एपरी किसी ना। ताले ऑप्शन ए हो सठिक उत्तर। यहाँ पॉजिटिव अच्छी जहाँ बाकी सब नेगेटिव अच्छी, तेणु ऑप्शन ए हो सठिक उत्तर। परवर्ती प्रश्न देखा निम्नलिखित मध्य क्योंटी नैतिक परिपक्वता को बुझाए। ऑप्शन ए देसी समस्ते देखुवा बेले नियम मानिबा, ऑप्शन बी देसी मूल्यबोध को ग्रहण कर नैतिक भाव कार्य करवा, ऑप्शन सी देसी पुलिस को भय करवा, ऑप्शन डी देसी सांग माने जहाँ करते ताहा कहवा बा सांग माने जहाँ कहते ताहा करवा। यार सठिक उत्तर हो ऑप्शन बी मूल्यबोध को ग्रहण कर नैतिक भाव कार्य करवा हो सठिक उत्तर। ये 30 बछा बछा प्रश्न जो वीडियो जदि आपण मानकु निश्चित भाव भल लगा निश्चित भाव आपण मैंने कमेंट करूँ एवं निजर सांग मान सहित जो मैंने ओटीटी कि असिस्टेंट टीचर प्रिपरेशन कर सहित वीडियो को शेयर करूँ। आउ सब्सक्राइब करने भूलु ना ओडिया लर्निंग एकेडमी आमर ये यूट्यूब चैनल टी आमे टॉपिक वाइज वीडियो डिस्कशन करुचे, तेणु नेक्स्ट टॉपिक जो मैंने देखा चाहते नेक्स्ट टॉपिक बोली कमेंट करंतु। वीडियोटी देखि आपण मानकु बहुत बहुत धन्यवाद। आमर ओडिया लर्निंग एकेडमी तरफ आपण प्रिपरेशन और जोरदार हो, आपण निश्चित भाव आपणकर एग्जाम रे सक्सेसफुल हंतु। एतिकी रहूची, धन्यवाद।